ଗୋଟିଏ ସିଂହୀ ଥିଲା, ତାର କୌଣସି ପିଲାପିଲି ନଥିଲେ। ଦିନେ ସିଂହୀଟି ଜଙ୍ଗଲରେ ବୁଲୁ ବୁଲୁ ଗୋଟିଏ ଶୃଗାଳ ଛୁଆକୁ ଏକୁଟିଆ ଘୁରୁଥିବାର ଦେଖିଲା ଏବଂ ଦୟା ପରବଶ ହୋଇ ତାକୁ ସାଙ୍ଗରେ ନେଇ ଆସିଲା ଏବଂ ନିଜର ପିଲା ପରି ପାଳିବା ଆରମ୍ଭ କଲା। ଏହାର କିଛି ବର୍ଷ ପରେ ସିଂହୀର ଦୁଇଟି ଛୁଆ ହେଲେ। ଏବେ ତିନିଟି ଛୁଆ ଆସ୍ତେ ଆସ୍ତେ ବଡ଼ ହେଉଛନ୍ତି। ପରସ୍ପର ଭିତରେ ଖୁବ୍ ସୁନ୍ଦର ସମ୍ପର୍କ ରହିଛି। ଖେଳ କୁଦ ମୌଜ ମସ୍ତି କରି ସମୟ ଅତିବାହିତ କରୁଛନ୍ତି। ଦିନେ ତିନୋଟି ଛୁଆ ଜଙ୍ଗଲରେ ଖେଳୁଥିବା ସମୟରେ ହଠାତ୍ ଏକ ବିଶାଳକାୟ ହାତୀ ଆସିଲା। ଏ ହାତୀକୁ ଦେଖୁ ଦେଖୁ ଦୁଇଟି ସାନ ସିଂହୀ ଛୁଆ ତା ଆଡ଼କୁ ଝପଟି ପଡ଼ିଲେ ତାକୁ ଆକ୍ରମଣ କରିବାକୁ। ଏବଂ ଏଇ ଯେଉଁ ବଡ଼ ଭାଇ ଅର୍ଥାତ୍ ଶୃଗାଳ ଛୁଆଟି କ'ଣ କଲା, ଭୟରେ ସିଧା ଦୌଡ଼ିଲା ମା ସିଂହୀ କତିକି, ଯିଏ ଗୁମ୍ଫା ଭିତରେ ଥିଲା ଏବଂ ଯାଇ ସିଧା ମାଆକୁ ପ୍ରଶ୍ନ କଲା, ମା, ମୁଁ ହେଲି ବଡ଼ ଭାଇ, ସେମାନେ ହେଲେ ସାନ ଭାଇ, ସେମାନେ ଏତେ ବଡ଼ ହାତୀକୁ ଦେଖୁ ଦେଖୁ ତାକୁ ଆକ୍ରମଣ କରିବାକୁ ଦୌଡ଼ିଲେ, ଆଉ ମୁଁ ଭୟଭୀତ ହୋଇ ତୋ ପାଖକୁ ଗୁମ୍ଫାକୁ କାହିଁକି ଚାଲି ଆସିଲି? ସେତିକିବେଳେ ସିଂହୀ ଗୋଟେ ସୁନ୍ଦର ଜବାବ ଦେଇଛି, କହିଛି, ସୁରସି କୃତବିଦ୍ୟସି ଦର୍ଶନୟସି ପୁତ୍ରକ ଯସ୍ମିନ୍ କୋଳେ ଜାତ ତୁମ ଗଜତତ୍ର ନହନ୍ୟତେ। ଅର୍ଥାତ୍ ଧନରେ ତୁ ଦେଖିବାକୁ ସୁନ୍ଦର, ମୋ ପିଲାଙ୍କ ପରି ତୁ ଦେଖିବାକୁ, ମାତ୍ର ତୁ ଯେଉଁ କୂଳରେ ଜନ୍ମ ହେଇଛୁ ସେ କୂଳରେ କେହି କେବେ ହାତୀକୁ ମାରିନାହିଁ। ମୁଁ ତୋତେ ଆଜି ଯାଏଁ ସେ କଥା କହିନଥିଲି। ମୁଁ ତୋତେ ପିଲା ପରି ପାଳିଥିଲି ସିନା, ତୁ ମୋର ପିଲା ନୁହଁ, ତୁ ହେଉ ଜଣେ ଶୃଗାଳର ପିଲା। ତେଣୁ ତୋ ସାନ ଭାଇମାନେ ଆସି ତୋତେ ଆକ୍ରମଣ କରି ମାରିଦେବା ପୂର୍ବରୁ ଯେତେ ଶୀଘ୍ର ସମ୍ଭବ ସେତେ ଶୀଘ୍ର ତୁ ଏ ଜଙ୍ଗଲ ଛାଡ଼ି ପଳା। ଏବଂ ଏହାପରେ ଶୃଗାଳ ଛୁଆଟି ଧୀରେ ଧୀରେ ଜଙ୍ଗଲ ଆଡ଼କୁ ଚାଲିଯାଇଛି। ଦର୍ଶକ ବନ୍ଧୁ, କହିବାର ତାତ୍ପର୍ଯ୍ୟ ଏହା, ଆପଣ ଯେତେ ଛଳନା କଲେ ମଧ୍ୟ ଯେତେବେଳେ ପ୍ରକୃତ ପରୀକ୍ଷାର ସମୟ ଆସିବ ସେତେବେଳେ ଆପଣ ନିଶ୍ଚିତ ଭାବରେ ନିଜର ମୌଳିକତାକୁ ଫେରିବେ। ତେଣୁ କେବେ ଛଳନା କରନ୍ତୁ ନାହିଁ, ନିଜ ମୌଳିକତା ଭିତରେ ହିଁ ରହିବାର ପ୍ରୟାସ କରନ୍ତୁ। ରହୁଛି, ନମସ୍କାର।